ସ୍ୱାଧୀନ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଓଡ଼ିଆ ଝିଅ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁ। ଦେଶର ସର୍ବୋଚ୍ଚ ଆସନରେ ବସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗତକାଲି ଶୁକ୍ରବାର ଥିଲା ଜନ୍ମଦିନ। 67 ବର୍ଷରେ ପଦାର୍ପଣ କରିଛନ୍ତି ସେ। ତେବେ ଜନ୍ମଦିନ ଅବସରରେ ଦ୍ରୌପଦୀ ମୁର୍ମୁ ଡେରାଡୁନ୍ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦି ଏମ୍ପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଭିଜୁଆଲିଟିଜର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ନେଇ କାନ୍ଦି ପକାଇଥିଲେ ରାଷ୍ଟ୍ରପତି। ହଁ ଦର୍ଶକ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଥିଲେ ରାଷ୍ଟ୍ରପତି। ଯାହା ସୂଚନା ମିଳିଛି, ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଦୃଷ୍ଟିବାଧିତ ଛାତ୍ରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଅଭିନେତା ଅମିର ଖାନଙ୍କ ଚଳଚ୍ଚିତ୍ର ତାରେ ଜମିନ ପରର ଏକ ଗୀତ ଗାଇଥିଲେ। ଦୃଷ୍ଟିବାଧିତ ପିଲାଙ୍କ ମୁଖରୁ ହୃଦୟସ୍ପର୍ଶୀ ଗୀତ ଶୁଣିବା ପରେ ରାଷ୍ଟ୍ରପତି କିଛି ସମୟ ପାଇଁ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଆଖିରୁ ଆପଣା ଛାଏଁ ଲୁହ ଝରି ପଡ଼ିଥିଲା। ଚେଷ୍ଟା କରି ମଧ୍ୟ ରାଷ୍ଟ୍ରପତି ତାଙ୍କ ଲୁହକୁ ଅଟକାଇ ପାରିନଥିଲେ। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ରାଷ୍ଟ୍ରପତିଙ୍କୁ ଲୁହ ପୋଛିବା ପାଇଁ ଏକ ରୁମାଲ ବଢ଼ାଇ ଦେଇଥିଲେ। ତେବେ 3 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।